ଶ୍ରୋତାବନ୍ଧୁ ନମସ୍କାର। ପ୍ରାକ୍ ଯୌବନରୁ ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କର ମନିକା କବିତା ଗୁଡ଼ିକର ପ୍ରେମରେ ପଢ଼ିଥିଲି। ଆଜି ଭାବୁଛି ମନିକାର ପ୍ରିୟ ପୁସ୍ତକରୁ ସେହି କବିତା ଗୁଡ଼ିକୁ ଆପଣମାନଙ୍କ ପାଖକୁ ପହଞ୍ଚାଇ ମନିକା ପ୍ରତି ଭଲ ପାଇବା ଓ ଉତ୍ତରଦାୟିତ୍ୱକୁ ସମ୍ପାଦନ କରିବି। ତେବେ ଶ୍ରୋତାବନ୍ଧୁ, ମନିକା କବିତା ଗୁଡ଼ିକୁ ପାଠ କରିବା ପୂର୍ବରୁ କବିତା ପୁସ୍ତକରେ ସ୍ଥାନିତ ହୋଇଥିବା କବିଙ୍କ ଅଭିମତକୁ ପାଠ କରିବା ଆବଶ୍ୟକ ମନେ ହୁଏ। ଏଣୁ ଲେଖକୀୟ ଅଭିମତ କହି ରଖିବା ଉଚିତ। ମନିକାର ପ୍ରିୟ ପ୍ରକାଶ ଅବସରରେ କ'ଣ କହିବା ଉଚିତ ହେବ ଭାବିପାରୁନି। ତେବେ କହି ରଖିବା ଉଚିତ ଯେ ଖ୍ରୀଷ୍ଟାବ୍ଦ 1988 ଅକ୍ଟୋବର ମାସ 4 ତାରିଖରେ ଏହି କବିତା ଗୁଡ଼ିକର ଲେଖା ଆରମ୍ଭ ହୋଇଥିଲା ଏବଂ ଇସ୍ତାହାରର ଏପ୍ରିଲ 1989 ସଂଖ୍ୟାରେ ଯଦି ଜରିଆରେ ଏହାର ପ୍ରକାଶ ଆରମ୍ଭ ହୋଇଥିଲା। ସେହିଦିନଠାରୁ ପାଠକମାନେ ପତ୍ର ପତ୍ରିକା ଜରିଆରେ ଧାରାବାହିକ ଭାବେ ମନିକା କବିତା ଗୁଡ଼ିକ ସହିତ ଆତ୍ମୀୟତା ସ୍ଥାପନ କରି ଆସିଛନ୍ତି ଓ ମୋତେ ପ୍ରେରଣା ଦେଇ ଆସିଛନ୍ତି। ଏହି ଅବସରରେ ସେହିସବୁ ଅଗଣିତ ସହୃଦୟଙ୍କୁ ସ୍ମରଣ କରୁଛି। ତାଙ୍କ ଉଦ୍ଦେଶ୍ୟରେ ମୋର ନମ୍ର ନତି। ସତ୍ କବିତା ପ୍ରତି ସେମାନଙ୍କର ଏପରି ଶୁଭେଚ୍ଛା ସବୁଦିନେ ରହିଥାଉ। ୟା ଭିତରେ ରସଗ୍ରାହୀ ପାଠକମାନେ ମନିକାକୁ ମନିକା ରୂପେ ଗ୍ରହଣ କରି ନେଇଛନ୍ତି। ତାହା ମନିକାର ସିଦ୍ଧି ଓ ଗୌରବ। ହୁଏତ ଭବିଷ୍ୟତରେ ସେ ଏକ ମିଥରେ ପରିଣତ ହୋଇଯିବ। ହେଉ ପଛେ ସମୟର ମୂଲ୍ୟାୟନକୁ ଓ ଆବେଗ ଭରା ମଣିଷର ଚେତନା ଶକ୍ତିକୁ କିଏ ବା ରୋକିପାରିବ? ଶକୁନ୍ତଳା, ବିଏତ୍ରିସ୍ କି ରାଧା ତ କାଳିଦାସ, ଦାନ୍ତେ କି ଜୟଦେବଙ୍କର ହିଁ ରହିପାରିଲେନି। ହେଇଗଲେ ଜଗଜ୍ଜନଙ୍କର। ଏ ଅଧମ କବିଠାରୁ ମନିକା ଅନ୍ତର ହୋଇଗଲେ ଦୁଃଖ କରିବି କାହିଁକି? ବରଂ ଛାତିକୁ ପଥର କରି ତୃପ୍ତିରେ କାନ୍ଦି ପକାଇବି ସିନା। ମନିକା ବାହାର ଜଗତରେ କେତେ ଅଛି ତା କଳନା କରିବା ଅସମ୍ଭବ। କିନ୍ତୁ ଗୋଟାକ ଯାକ ସେ କାବ୍ୟ ଲୋକର। କବିର ଏକ ସୂକ୍ଷ୍ମ ଜୀବନ ସହିତ ମନିକା ଓ କବିତାର ସମ୍ପର୍କ ଅଛେଦ୍ୟ, ହୁଏତ ଅଦୃଶ୍ୟ। ସେ ଜୀବନକୁ ଅନୁଧ୍ୟାନ କରିବାକୁ ହୁଏ। ନିହାତି ପାଖ ଲୋକ ବି ସାଧାରଣ ଦୃଷ୍ଟିରେ ସେ ସମ୍ପର୍କ ଓ ଜୀବନର ଆକଳନ କରିପାରନ୍ତି ନାହିଁ। ମୋତେ ତ ଲାଗେ କବିତା କବିର ଆତ୍ମଜୀବନୀ। ଯଦିଓ ସାଧାରଣ ଜୀବନୀ ଗ୍ରନ୍ଥ ପରି ତା ପ୍ରମାଣ ସିଦ୍ଧ ନୁହେଁ, କିନ୍ତୁ ଜୀବନବାଦୀ ରସିକମାନେ କବିଠାରୁ ଐତିହାସିକତା, ବାର୍ତ୍ତମାନିକତା ଓ ବାସ୍ତବିକତାର ଆସ୍ୱାଦନ କରିପାରିବେ। ସେହି ଆସ୍ୱାଦନ ମାଧ୍ୟମରେ କବିଙ୍କ ଜୀବନର ସୂକ୍ଷ୍ମ ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡ଼ିକୁ ଦର୍ଶନ କରିପାରିବେ। ଏଥିରେ ତତ୍ତ୍ୱଗତ ବିସ୍ମୟ କିଛି ନାହିଁ। ଏହା କଳାଗତ ସତ୍ୟ। ଆଧୁନିକ ଜୀବନ ମୁଠାଏ ବାଲି ପରି ତୁଚ୍ଛ ବିବେଚିତ ହେଲାଣି। ଜୀବନର ଅଭିଳାଷ ହେଲାଣି ବିଷୟମୁଖୀ। ବାଲି, ଗୋଡ଼ି, ସିମେଣ୍ଟ, ରୋଡ଼ ପରି ଉପକରଣ ଓ ଟଙ୍କା ସୁନା ପରି ଉପାଦାନରେ ମଣିଷ ତା ନିଜ ଜନ୍ମର ସାର୍ଥକତା ଖୋଜୁଛି। ଏପରି ଅବସ୍ଥାରେ କବିର ଆତ୍ମବିଶ୍ୱାସ ଦୃଢ଼ ରହିବା ଆଦୌ ସହଜ କଥା ନୁହେଁ। ଆତ୍ମବିଶ୍ୱାସ ଦେବତାର ଅଙ୍ଗୀକାର। ଅତି ସନ୍ତର୍ପଣରେ କବିକୁ ଅନୁଭବ ସହିତ କଳ୍ପନାର ସଂଯୋଗ ଓ ସମ୍ମିଶ୍ରଣ କରି କରି କବିତା କରିବାକୁ ପଡ଼େ। କବିର ପ୍ରଜ୍ଞା ଓ ଆବେଗ ଦୁଇଟିର ଅନୁପାତ ଧାର୍ଯ୍ୟ କରେ ଓ ଭାରସାମ୍ୟ ରଖେ। କଳ୍ପନା ଓ ଅନୁଭବର ଉଚିତ ଅନୁପାନ ନ ରହିଲେ ଭାରସାମ୍ୟ ନଷ୍ଟ ହୁଏ ଓ କଳା ସୃଷ୍ଟି ତାର ସୌନ୍ଦର୍ଯ୍ୟ ହରାଇ ବସେ। କବିତାର ବିଷୟବସ୍ତୁ ନେଇ କେବେ କୌଣସି ଦ୍ୱନ୍ଦ୍ୱ ଉପୁଜିବା ଜଣାଯାଇନି। ଗୋଟା ଜୀବନ୍ତ କବିତାର ପରିସରଭୁକ୍ତ ଏକ ତୀକ୍ଷ୍ମ ଓ ଅନ୍ତର୍ନିହିତ କଳାବୋଧ ଦ୍ୱାରା କବି ଯେକୌଣସି ବିଷୟବସ୍ତୁକୁ ଖଣ୍ଡନ ମଣ୍ଡନ କରି କାବ୍ୟାନ୍ତର୍ଗତ କରିପାରନ୍ତି। କଳା କ୍ଷେତ୍ରରେ ଠିକ୍ କ'ଣଟି ବର୍ଜନ କରିବାକୁ ହେବ ସେ ବିଷୟରେ ତାଙ୍କର ଏକ ସ୍ପଷ୍ଟ ଦର୍ଶନ ଥାଏ। ମନେ ରଖିବାକୁ ହେବ ଯେ ବିଦ୍ରୋହ, ଭଲ ପାଇବା ଭଳି କାବ୍ୟଭାବ ଗୁଡ଼ିକ ଗ୍ରନ୍ଥାଗାରର ବହିଥାକରୁ ଆହରଣ କରି କେହି କବିତା କରନ୍ତି ନାହିଁ। ଯେ ଆହୃତ ଉପାଦାନ ଉପରେ ଆଧାରିତ ତା ନିଜ ସମୟ ପାଇଁ ଅପ୍ରାସଙ୍ଗିକ ଅବାନ୍ତ ରହିଯାଏ। ଯାହା ନିଜ ସମୟ ପାଇଁ ମୂଲ୍ୟହୀନ ତାର କଳାଗତ ଭବିଷ୍ୟତ କୁଆଡ଼ୁ ଆସିବ? ମୁଁ ମୋ ସମୟ ପାଇଁ ଲେଖୁଛି, ଭବିଷ୍ୟତ କଥା କହିହେବନି। ପ୍ରେମ ଭାବନା ବ୍ୟକ୍ତ କରିବା ପାଇଁ ପ୍ରତୀକ ଅଥବା ଚିତ୍ରକଳ୍ପର ସହାୟତା ଅପରିହାର୍ଯ୍ୟ ନୁହେଁ। ସେସବୁର କାର୍ଯ୍ୟକାରିତା ଉପରେ ସବୁବେଳେ ଆସ୍ଥା ରଖାଯାଇ ନପାରେ।
ବେଳେବେଳେ ଅନ୍ୟମନସ୍କ ପାଠକଙ୍କୁ ଭ୍ରମରେ ପକାଇ ପ୍ରତୀକମାନେ ଅଲଗା ବିଶ୍ୱକୁ ନେଇଯାଆନ୍ତି ଓ କବିତାର ଉଦ୍ଦିଷ୍ଟ ପ୍ରଭାବଟି ହାସଲ ହୋଇପାରେନି। ବରଂ ଭଲ ପାଇବା ଭଳି ଗହନ ଚିତ୍ତବୃତ୍ତିର କୋମଳ ଅଙ୍ଗୀକାର ବ୍ୟକ୍ତ କରିବା ପାଇଁ ସାଦା ସିଧା ଭାଷା ହିଁ ନିରାପଦ। ଆବେଗର ସ୍ୱଚ୍ଛତା ସାଦା ବାକ୍ୟଗୁଡ଼ିକୁ ପ୍ରଭାବଶାଳୀ କରିଥାଏ। କଥିତ ଭାଷା ଏହି କ୍ଷେତ୍ରରେ ବିଶେଷ ସହାୟକ। ସେସବୁର ସମାହାରରେ କବିତା ସରସତା ଅର୍ଜନ କରେ ଓ ପ୍ରଜ୍ଞାଯୁକ୍ତ ହୁଏ ବୋଲି ମୁଁ ବିଶ୍ୱାସ କରି ଆସିଛି। କବିତ୍ୱ ଓ ଚିନ୍ତାଧାରାଗତ ବୈଶିଷ୍ଟ୍ୟ ଏକା କଥା ନୁହେଁ। କବିତାରେ ଚିନ୍ତାଧାରା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ନଥାଏ। ଯଦିଓ ଚିନ୍ତାଧାରାର ଅଭିନବତ୍ୱ ଯେକୌଣସି କବିତାର ଏକ ସମ୍ପଦ, କିନ୍ତୁ ତା ସ୍ୱଚ୍ଛ ହୋଇଥିବା ପ୍ରୟୋଜନ। ସ୍ୱଚ୍ଛ ଚିନ୍ତାଧାରାର ପ୍ରତିବିମ୍ବ ବେଳେବେଳେ ଅସ୍ପଷ୍ଟ ଦିଶେ କବିତାରେ। ସେଥିରେ ଦୁଃଖ ନାହିଁ। ସମ୍ବେଦନଶୀଳ ପାଠକମାନେ ସେସବୁକୁ ଠିକ୍ ଭାବେ ଗ୍ରହଣ କରିନେବେ। କିନ୍ତୁ ଯେଉଁଠି ଚିନ୍ତାଟି ନିଜେ ଜଟିଳ ଓ ଅସ୍ୱଚ୍ଛ, ତାର ଅସ୍ପଷ୍ଟ ବିମ୍ବ ଆବେଦନ ହରାଇ ବସେ। ପାଠକ ଅନୁପ୍ରେରିତ ହୁଏନି, ଏଣୁ ନାକଚ କରେ। କବିଗଣ ସୁପ୍ରାଚୀନ କାଳରୁ ଧର୍ମ ଦର୍ଶନର ତତ୍ତ୍ୱ ପ୍ରତି ଆଗ୍ରହ ପ୍ରକାଶ କରି ଆସିଛନ୍ତି। ଆଧୁନିକ କାଳର କବି ସେହିପରି ମନସ୍ତତ୍ତ୍ୱ, ସମାଜତତ୍ତ୍ୱ ଓ ମାନବତତ୍ତ୍ୱ ପ୍ରତି ଆକୃଷ୍ଟ ହୋଇଛି। କିନ୍ତୁ ତତ୍ତ୍ୱ ବୟାନ କରିବା କବିର ଧର୍ମ ହିଁ ନପାରେ। ପଣ୍ଡିତ କି ସନ୍ନ୍ୟାସୀ କି ତାର୍କିକ କି ଗୁରୁ କି ଭକ୍ତଙ୍କ ଭୂମିକା ନିର୍ବାହ କରିବା କବିର କାମ ନୁହେଁ। ସେ କବି ଜଗତକୁ ଭଲ ପାଏ ଓ ଜଗତ ସହିତ ଛଳନାହୀନ ଆତ୍ମୀୟତା ତାର ଉଦ୍ଦେଶ୍ୟ। ନିଜ ଜୀବନଟିଏ ଭୋଗୁ ଭୋଗୁ ଅନ୍ୟମାନଙ୍କୁ ନିଜର ଉପଲବ୍ଧି ବାଣ୍ଟିବା ତାର ସଉକି। ଗୁରୁପଦ ନୁହେଁ, ଜଗତଜନଙ୍କର ଶ୍ରଦ୍ଧା ତାର ଅଭିଳାଷ। କବିଙ୍କୁ କିଏ ଦାର୍ଶନିକ କହିଲେ ବଡ଼ ଅଡ଼ୁଆ ଲାଗେ, କାରଣ କୌଣସି ପ୍ରକାରର ତାତ୍ତ୍ୱିକ ବ୍ୟଭିଚାର ଲାଗି କବିର ସ୍ନାୟୁମାନେ ପ୍ରସ୍ତୁତ ନଥାନ୍ତି। ଶ୍ରଦ୍ଧାଶୀଳ ଜୀବନ ଓ ପ୍ରେମପୂର୍ଣ୍ଣ ବାତାବରଣ ଖୋଜୁ ଖୋଜୁ କବି ହଜାରେ ଦୁଃଖ ଯାତନାର ଗାଡ଼ରେ ପଡ଼ିଥିଲେ ବି ଜୀବନକୁ କିମ୍ବା ପ୍ରେମକୁ ଅସ୍ୱୀକାର କରିନଥାଏ। ଏହି ଉଦ୍ଦେଶ୍ୟରୁ ଓହରି ଗଲେ ସେ କ'ଣ ନାହିଁ କ'ଣ ହେଇଯିବ ତାର୍କିକ, ନାୟକ, ଭକ୍ତ ବା ସମାଜ ସଂସ୍କାରକ, କିନ୍ତୁ କବି ହିଁ ରହିପାରିବନି। ଏଇଥିପାଇଁ ସମ୍ଭବତଃ କବିତ୍ୱ ଏତେ ଦୁର୍ଲଭ। କବିତ୍ୱ ଚିତ୍ତ ବୃତ୍ତିରେ ଗଜୁରେ, କିନ୍ତୁ ତାକୁ ବଞ୍ଚେଇ ରଖିବାକୁ ହୁଏ ଜୀବନ ବିନିମୟରେ। ଏବେ ତ କବିତ୍ୱର ଅନର୍ଥକାଳ ଉପସ୍ଥିତ। ବଜାର ସଂସ୍କୃତି ଘୋଟି ଆସୁଛି। ସବୁ ମଣିଷ ବେପାରୀ ବନିଯିବେ ଯେମିତି। ଦିଗେ ଦିଗେ ମଡ଼େଲ ଓ ଫ୍ୟାସନ୍ ଶୋର ନିଆଁ ଚରି ଯାଉଛି। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧାରଣ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ଦେଉଛନ୍ତି, ପୃଷ୍ଠପୋଷକତା କରୁଛନ୍ତି। ଘଷି ମାଜି ନାରୀର ଅଙ୍ଗକୁ ଚିକ୍କଣ କରାଯାଉଛି ବିଜ୍ଞାପନ ଲାଗି। ଏପରି ଅବସ୍ଥାରେ କବିତ୍ୱ ଲାଞ୍ଛନା ହିଁ ସହିବ ସିନା, ବଜାର ମାଡ଼ିବା ଅସମ୍ଭବ। ନାରୀକୁ ନେଇ ଏତେ ହୋ ହୋ ଘୋ ଘୋ ଚାଲିଥିବା ବେଳେ କବି କଳ୍ପିତ ପ୍ରତିମାର ସୁକୁମାରପଣ ଓ ଆଙ୍ଗିକ ସୌଷ୍ଠବ ଅତି ଅବାନ୍ତର ନୁହେଁ କି? ନାରୀ ପ୍ରତିମାର ରୂପଗତ ସୁଷମା ଆଉ କାହାକୁ କଳ୍ପ ଲୋକକୁ ଘେନିଯିବାର ସମ୍ଭାବନା ହିଁ ନାହିଁ। କାରଣ ଲୋକେ ମଡ଼େଲମାନଙ୍କୁ ସ୍ୱଚକ୍ଷୁରେ ଦେଖୁଛନ୍ତି, ଯାହା ଭାବିନଥିଲେ ତା ଦେଖୁଛନ୍ତି। ବର୍ତ୍ତମାନ କବିତାର ନାରୀ ପ୍ରତିମା ତପ୍ତ କାଞ୍ଚନ ବର୍ଣ୍ଣାଭା ହେଉ ବା ନ ହେଉ, ତ୍ରିନେତ୍ରା ଓ ଚାରୁହାସିନୀ ହେବାକୁ ବାଧ୍ୟ। ଭାବଗତ ସୁଷମା ତାର ସମ୍ପଦ, ନିଷ୍ଠା, ତ୍ୟାଗ, ବୌଦ୍ଧିକତା, ନିର୍ଭୀକତା ଓ ଶ୍ରଦ୍ଧା ତାର ଭୂଷଣ, ପ୍ରେମ ତାର ପ୍ରାଣ, ପ୍ରକୃତି ତାର ପୃଷ୍ଠଭୂମି ଓ ସାମାଜିକ ଅଙ୍ଗୀକାର ତାର ଐଶ୍ୱର୍ଯ୍ୟ। ଏହିସବୁ କାରଣରୁ ସେ କେଇ ଜଣଙ୍କୁ ନିଜର କରି ନେବ ବୋଲି ଭାବିବା ଅନ୍ୟାୟ ନୁହେଁ। ତା ଛଡ଼ା ଯେଉଁମାନେ ରୂପ ବିତ୍ତର ବଜାରରେ ସଉଦା କରି କରି ଅଣନିଶ୍ୱାସୀ ହେଇଗଲେଣି, ଅଥଚ ତୃଷା ମେଣ୍ଟିନି ସେହିସବୁ ପିଆସୀଙ୍କ ପାଇଁ ତ ମୋରେ କଳ୍ପଲତା। ହଁ, ଯିଏ ଭଲ ପାଇବାକୁ ଗଣ୍ଠି ଧନ କରି କାବ୍ୟ କରୁଛି, ତା ପାଇଁ ସମକାଳର ସମସ୍ତ ପରିସ୍ଥିତି ପ୍ରତିକୂଳ। ଏହି ଦୃଷ୍ଟିରୁ ଯଦି କେହି ମନିକାର ପ୍ରିୟକୁ ଶତାବ୍ଦୀର ଶେଷତମ ପାଗଳାମୀ ବୋଲି ବିବେଚନା କରନ୍ତି, ବିସ୍ମିତ ହେବିନି। କିନ୍ତୁ ପାଠକମାନେ ଜାଣିବେ, ଏହି ବହୁରଞ୍ଜିତ ଜୀବନମର୍ଥକ ପାଗଳାମୀ ପଛରେ ନିଶ୍ଚୟ ଏକ ମହତ୍ୱାକାଂକ୍ଷା ରହିଛି। ସାରା ଇତିହାସ ପ୍ରେମର ବିରୋଧ କରି ଆସିଛି, ଅଥଚ ଇତିହାସ ସାରା କବି ପ୍ରେମର ଜୟଗାନ କରି ଆସିଛି। ସାମାଜିକ ପ୍ରତିବନ୍ଧନ ଓ ପରିବେଶର ପ୍ରତିକୂଳତା ସତ୍ତ୍ୱେ ମଣିଷଠୁ ଅଲଗା ହେଇଯାଇନି ପ୍ରେମ ଭାବନା। ଭଲ ପାଇବା ହେଇଯାଇଛି ଅନ୍ତର୍ଗତ। ଏହା ତାର ଦୁର୍ବଳତା ନୁହେଁ, ଚିରନ୍ତନ ଗୁଣ। ମନିକାର ପ୍ରିୟ ମାନବ ଜାତିର ଏହି ଗୁଣାତ୍ମକ ସମୃଦ୍ଧି ସାଧନ ପାଇଁ
ଏକ ବ୍ୟାକୁଳତା, ଏକ ଶୁଭ କାମନା। ଏହା ଯଦି ଛଟପଟ ମାନଙ୍କ ପ୍ରାଣରେ, ଅପ୍ରାପ୍ତମାନଙ୍କ ହୃଦୟରେ ଓ ଲଜ୍ଜାକର ବୃତ୍ତି ଅବଲମ୍ବନ କରୁଥିବା ହିଂସ୍ରମାନଙ୍କ ମନରେ ଭଲ ପାଇବାର ପ୍ରେରଣା ସୃଷ୍ଟି କରେ, ତେବେ ମୋର ଶ୍ରମ ସାର୍ଥକ ହେବ। ଈର୍ଷା, ହିଂସା, ବିଦ୍ୱେଷ ବିହୀନ ଜୀବନଟି କିଏ ବା କାମନା ନ କରେ ଯେ? ଏହି କାମନାରେ ନିଷ୍ଠା ଆସିଲେ ମଣିଷର ପ୍ରେମ ଭାବନା ଶୁଦ୍ଧତର ହେବ। ଯେଉଁ ବିକୃତ ଯୌନାଚାର ତାର ସ୍ଥିତିକୁ ଦ୍ୱନ୍ଦ୍ୱପୂର୍ଣ୍ଣ ଓ ତାର ମାନସିକତାକୁ ଅସନ୍ତୁଷ୍ଟ କରି ରଖିଛି, ସେଥିରୁ ସେ ମୁକ୍ତି ପାଇଯିବ। ଏକ ଶୁଭଙ୍କର ଯୌନାବେଗ ସହିତ ଭଲ ପାଇବାର କୌଣସି ଶତ୍ରୁତା ନାହିଁ। ବରଂ ଯୌନାବେଗକୁ ମହତ୍ତ୍ୱପୂର୍ଣ୍ଣ କରିବାରେ ଭଲ ପାଇବାର ସାର୍ଥକତା ନିହିତ ଅଛି। କିନ୍ତୁ ବୈବାହିକ ବନ୍ଧନକୁ ଭଲ ପାଇବାର ଏକମାତ୍ର ପରିଣାମ ଭାବେ ଗ୍ରହଣ କରିବା ମନିକାର ପ୍ରିୟର ଦର୍ଶନ ନୁହେଁ। ଯଦିଓ ଦେହର ମିଳନ ଆତ୍ମିକ ମିଳନର ଏକ ଅବିରୋଧୀ ପରିଣାମ ରୂପେ ସ୍ୱୀକୃତ, କିନ୍ତୁ ଦେହର ମିଳନ ସେଠି ବନ୍ଧନ ନୁହେଁ, ପ୍ରେମ। ପରିଶେଷରେ ମନିକା ପ୍ରିୟର ଶୁଭାକାଂକ୍ଷୀ ପାଠକମାନଙ୍କ ଶୁଭେଚ୍ଛା କ୍ରମେ ଶ୍ରଦ୍ଧେୟ ଡକ୍ଟର ଗିରୀଶ ଚନ୍ଦ୍ର ମିଶ୍ର ଏବଂ ତଦୀୟ ପତ୍ନୀ ଶ୍ରୀମତୀ ମିଶ୍ର ମୋର ସ୍ୱପ୍ନମାଳାକୁ ଏକାଠି ଗୁନ୍ଥିବାରେ ପ୍ରଯତ୍ନ କରିଥିବାରୁ ଋଣ ସ୍ୱୀକାର କରୁଛି। ପ୍ରସନ୍ନ କୁମାର ମିଶ୍ର, 1/1/1997, କଟକ। ଶେଷ ହେଲା ଲେଖକୀୟ ଅଭିମତ। ଉପସ୍ଥାପନାରେ ମୁଁ ହିମାଂଶୁ ଶେଖର ମହାନ୍ତ।